ବିଲୁଆଟା ଆମର ସଳଖ ସୁନ୍ଦର ଭେଣ୍ଡିଆଟା, କିନ୍ତୁ ତାର ଗୋଟେ ବଡ ଦୁଃଖଟିଏ ଅଛି। ଆସନ୍ତୁ ଶୁଣିବା। ବିଲୁଆ ଦିନରୁ ଦିନ ଯାଏ ଶୋଇକି ରୁହେ। ରୋଜଗାରର ତ ନାଁ ଗନ୍ଧ ନାହିଁ, କେବଳ ଶୁଏ ଏବଂ ଖାଏ। ଏହା କଲେ କ'ଣ କିଏ ଝିଅ ଦେବ କି? ସେଇଥିପାଇଁ ଏଇଟା ହେଉଛି ତାର ଗୋଟେ ବଡ ଦୁଃଖ। ସେ ତାର ଦୁଃଖ କାହାକୁ ଜଣେଇବ ବୋଲି ଭାବୁ ଭାବୁ ହନୁ ହାବୁଡ଼ରେ ପଡ଼ିଗଲା। ହନୁକୁ କହୁଛି, ତମେ ମତେ ତମର ଘରଟାକୁ ଟିକେ ଭଡ଼ା ଦେବ କି? ହନୁ ପଚାରିଲା, କ'ଣ ପାଇଁ? ନା ମତେ କିଏ ଝିଅ ବାହା ହେବା ପାଇଁ ରାଜି ହଉନାହାନ୍ତି, ସେଇଥିପାଇଁ ତମ ଘରଟା ଭଡ଼ା ନେଇକି ମୁଁ ମିଛରେ କହିଦେବି ଏଟା ମୋ ଘର। ତାପରେ ମୋର ବାହାଘର ଠିକ ହେଇସାରିଲା ପରେ ମୁଁ ତମକୁ ସେତକ ଭଡ଼ା ଟଙ୍କା ଦେଇଦେବି, ଆଉ ତମ ଘର ତମକୁ ଛାଡ଼ିଦେବି। ହନୁ ଏହା ଶୁଣିକି ଠୋ ଠୋ ହୋଇ ହସି ପକେଇଲା। କହିଲା, କିରେ, ନିଜର ଗୋଟେ ଘର ତିଆରି କରୁନୁ? ନିଜେ ବାହା ହବାକୁ ଯଦି ଚାହୁଁଛୁ ଘର ତିଆରି କରେ, ତାପରେ ବାହା ହବୁ। ଏହା ଶୁଣିକି ବିଲୁଆ ପୁରା ରାଗିଗଲା, ଆଉ ମନେ ମନେ ବିଚାରିଲା, ମୁଁ ରୋଜଗାର କରି